ଆଜି ମୁରଲି ସେଲ୍ସମ୍ୟାନ୍ ହୋଇ ପୁଣି ମୁହଁ ଘୋଡ଼ାଇ ତୃଷ୍ଣାଙ୍କ ରୁମ୍କୁ ଯାଆନ୍ତି। ଆଉ ତୃଷ୍ଣା ଏହା ଦେଖି କହିବେ, ନାଇଁ ଆଜ୍ଞା, ଆମର କିଛି ଦରକାର ନାହିଁ। ତାପରେ ମୁରଲି କହିବେ, ଗୋଟେ ମିନିଟ୍ ମ୍ୟାଡାମ। ସେଇଠୁ ସେ ପ୍ୟାମ୍ପଲେଟଟି ଦେଖାନ୍ତି। ପୁଣି ତୃଷ୍ଣା ସେଇ ପ୍ୟାମ୍ପଲେଟଟି ଦେଖି କୁହନ୍ତି, ମୁଁ କହିଲି ନା ଆପଣ ଯାଆନ୍ତୁ, ମୋର କିଛି ବି ଜିନିଷ ଦରକାର ନାହିଁ, ଯାଆନ୍ତୁ ଆପଣ। ତାପରେ ମୁରଲି ତାଙ୍କ ମୁହଁରୁ ବୁର୍ଖାଟିକୁ କାଢି ଦିଅନ୍ତି। ସେଠୁ ତୃଷ୍ଣା ମୁରଲିକୁ ଦେଖି କହିବେ, ତମେ? ଏହାପରେ ମୁରଲି ତୃଷ୍ଣାଙ୍କର ପାଟିଟିକୁ ବନ୍ଦ କରିଦିଅନ୍ତି ଆଉ କୁହନ୍ତି, ମୁଁ ଖାଲି ତମକୁ ଏତିକି କହିବାକୁ ଆସିଛି ଯେ ତମେ ହଉଛ ମୋ ତୃଷ୍ଣା। ରାଜବୀର ତମକୁ ୟୁଜ କରୁଛି। ତମେ ମୋ କଥାକୁ ବିଶ୍ୱାସ କରନି। ହେଲେ ଗୋଟେ କାମ କର, ରାଜବୀର ତମକୁ ଯୋଉ ମେଡିସିନ ଖାଇବାକୁ ଦଉଛି, ତମେ ସେ ମେଡିସିନକୁ ଖାଇବା ବନ୍ଦ କରିଦିଅ। ଏଇ ନିଅ ତାଙ୍କ ଆଡ୍ରେସ, ଆଉ ତାଙ୍କୁ ପଚାର ଏ ମେଡିସିନ କଣ। ସେଇଠୁ ତୃଷ୍ଣା ପୁରା ସକ୍ ହୋଇଯାଆନ୍ତି। ଦର୍ଶକ ବନ୍ଧୁ, କାହାକୁ ଲାଗୁଛି ତୃଷ୍ଣା ମୁରଲିଙ୍କ କଥା ମାନି ସେ ମେଡିସିନ ଖାଇବା ବନ୍ଦ କରିଦେବ ବୋଲି? ଆଉ ମୁରଲିଙ୍କ ପାଇଁ ଗୋଟେ ଜବରଦସ୍ତ ଲାଇକ୍ କରିଦେବେ।